हर हर महादेव 3 जुलाई 2026 राहु गोचर ଓ ତାଙ୍କ ବିଶେଷ ଦୃଷ୍ଟି ସିଂହ ଏବଂ କୁମ୍ଭ ରାଶିର ଜୀବନରେ ବଡ଼ ପରିବର୍ତ୍ତନ ଆଣିବ। କାହାର ଭାଗ୍ୟ ଖୋଲିବ, କାହାକୁ ସାବଧାନ ରହିବାକୁ ପଡ଼ିବ। ଏହି ଭିଡ଼ିଓରେ ଜାଣିବା ରାହୁ ଗୋଚର ସମ୍ପୂର୍ଣ୍ଣ ପ୍ରଭାବ, ଦୃଷ୍ଟି ଓ ଉପାୟ। ତେଣୁ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ। ସିଂହ ରାଶି 3 ଜୁଲାଇ 2026 ସମୟରେ ରାହୁ କୁମ୍ଭ ରାଶିରେ ଅବସ୍ଥିତ ରହିବେ। ସିଂହ ରାଶି ପାଇଁ ରାହୁ ସପ୍ତମ ଭାବରେ ଥିବାରୁ ବିବାହ, ସହଭାଗିତା, ବ୍ୟବସାୟ ଓ ସାମାଜିକ ସମ୍ପର୍କ ଉପରେ ବିଶେଷ ପ୍ରଭାବ ପଡ଼ିବ। ରାହୁଙ୍କ ବିଶେଷ ଦୃଷ୍ଟି ମଧ୍ୟ ଅନ୍ୟ କେତେକ ଭାବକୁ ପ୍ରଭାବିତ କରିବ। ରାହୁଙ୍କ ସ୍ଥିତି ସପ୍ତମ ଭାବ କୁମ୍ଭ ରାଶି। ରାହୁଙ୍କ ବିଶେଷ ଦୃଷ୍ଟି ପଞ୍ଚମ ଦୃଷ୍ଟି ରହିବ ଏକାଦଶ ଭାବରେ। ଆୟ ବଢ଼ିବାର ସୁଯୋଗ ମିଳିବ, କିନ୍ତୁ ଭୁଲ ସାଙ୍ଗ କିମ୍ବା ଲୋଭରୁ ସାବଧାନ ରୁହନ୍ତୁ। ସପ୍ତମ ଦୃଷ୍ଟି ରହିବ ଲଗ୍ନ ଭାବରେ। ବ୍ୟକ୍ତିତ୍ୱର ପରିବର୍ତ୍ତନ ଆସିବ, ଆତ୍ମବିଶ୍ୱାସ ବଢ଼ିବ, କିନ୍ତୁ ଅହଙ୍କାର କିମ୍ବା ଭୁଲ ନିଷ୍ପତ୍ତିରୁ ଦୂରେ ରୁହନ୍ତୁ। ନବମ ଦୃଷ୍ଟି ରହିବ ତୃତୀୟ ଭାବରେ। ସାହସ ବଢ଼ିବ, ନୂଆ କାମ ଆରମ୍ଭ କରିବାର ଇଚ୍ଛା ହେବ। ଭାଇ ଭଉଣୀଙ୍କ ସହ ସମ୍ପର୍କରେ ଧୈର୍ଯ୍ୟ ରଖନ୍ତୁ। କ୍ଷେତ୍ରଭିତ୍ତିକ ଫଳ, ଚାକିରି, ନୂଆ ସୁଯୋଗ ଆସିପାରେ, କିନ୍ତୁ କାର୍ଯ୍ୟସ୍ଥଳରେ ରାଜନୀତିରୁ ସାବଧାନ ରୁହନ୍ତୁ। ବ୍ୟବସାୟ ପାର୍ଟନରସିପ୍ରେ ଲାଭ ହୋଇପାରେ, ଚୁକ୍ତି କରିବା ପୂର୍ବରୁ ଭଲ ଭାବେ ପଢ଼ନ୍ତୁ। ପ୍ରେମ ଓ ବିବାହ ସମ୍ପର୍କରେ ଭୁଲ ବୁଝାବୁଝି ହୋଇପାରେ, ଧୈର୍ଯ୍ୟ ଓ ସ୍ପଷ୍ଟ କଥାବାର୍ତ୍ତା ଜରୁରୀ। ଆର୍ଥିକ ଆୟ ବଢ଼ିପାରେ, କିନ୍ତୁ ଝୁଙ୍କପୂର୍ଣ୍ଣ ନିବେଶରୁ ଦୂରେ ରୁହନ୍ତୁ। ସ୍ୱାସ୍ଥ୍ୟ ମାନସିକ ଚାପ, ନିଦ୍ରା ସମସ୍ୟା କିମ୍ବା ରକ୍ତଚାପ ପ୍ରତି ସଚେତନ ରୁହନ୍ତୁ। ପ୍ରତିକାର ପ୍ରତି ଶନିବାର ଓଂ ରାହବେ ନମଃ 108 ଥର ଜପ କରନ୍ତୁ। ଭଗବାନ ଶିବଙ୍କୁ ପୂଜା କରନ୍ତୁ। କଳା ତିଳ କିମ୍ବା କଳା ଉଦର ଡାଲି ଦାନ କରନ୍ତୁ। ନକାରାତ୍ମକ ସଙ୍ଗତି ଓ ଭୁଲ ପରାମର୍ଶରୁ ଦୂରେ ରୁହନ୍ତୁ। ଏହି ସମୟ ସିଂହ ରାଶି ପାଇଁ ସୁଯୋଗ ଓ ସତର୍କତା ଉଭୟର ସମୟ ରହିଛି। ଠିକ୍ ନିଷ୍ପତ୍ତି ନେଲେ ଲାଭ ମିଳିବ, କିନ୍ତୁ ତଡ଼ିଘଡ଼ି କାମ କଲେ ସମସ୍ୟା ହୋଇପାରେ। କୁମ୍ଭ ରାଶି 3 ଜୁଲାଇ 2026 ସମୟରେ ରାହୁ କୁମ୍ଭ ରାଶିରେ ଅବସ୍ଥିତ ରହିବେ। କୁମ୍ଭ ରାଶି ପାଇଁ ରାହୁ ଲଗ୍ନ ଭାବ ଥିବାରୁ ବ୍ୟକ୍ତିତ୍ୱ, ସ୍ୱାସ୍ଥ୍ୟ, ଜୀବନ ଦିଗ ଓ ନିଷ୍ପତ୍ତି ଉପରେ ବିଶେଷ ପ୍ରଭାବ ପଡ଼ିବ। ରାହୁଙ୍କ ସ୍ଥିତି ପ୍ରଥମ ଭାବ ଲଗ୍ନ ଭାବ କୁମ୍ଭ ରାଶି। ରାହୁଙ୍କ ବିଶେଷ ଦୃଷ୍ଟି ପଞ୍ଚମ ଦୃଷ୍ଟି ରହିଛି ପଞ୍ଚମ ଭାବରେ। ଶିକ୍ଷା, ସନ୍ତାନ, ପ୍ରେମ ଓ ବୁଦ୍ଧି ସମ୍ବନ୍ଧୀୟ କ୍ଷେତ୍ରରେ ଅସାଧାରଣ ସୁଯୋଗ ମିଳିବ, କିନ୍ତୁ ଭ୍ରମ କିମ୍ବା ଅତ୍ୟଧିକ ଆଶାରୁ ସାବଧାନ ରୁହନ୍ତୁ। ସପ୍ତମ ଦୃଷ୍ଟି ରହିଛି ସପ୍ତମ ଭାବରେ। ବିବାହିତ ଜୀବନ, ପ୍ରେମ, ବ୍ୟବସାୟିକ ସହଭାଗିତାରେ ଉତ୍ଥାନ ପତନ ହୋଇପାରେ। ଭଲ ଆଲୋଚନା ଦ୍ୱାରା ସମସ୍ୟା ଏଡ଼ାଇ ପାରିବେ। ନବମ ଦୃଷ୍ଟି ରହିଛି ନବମ ଭାବରେ। ଭାଗ୍ୟ, ଧର୍ମ, ଉଚ୍ଚ ଶିକ୍ଷା ଓ ଦୂରଯାତ୍ରାରେ ପରିବର୍ତ୍ତନ ଆସିବ। ନୂଆ ଅନୁଭବ ମିଳିବ, କିନ୍ତୁ ଗୁରୁଜନଙ୍କ ପରାମର୍ଶ ମାନିବା ଭଲ। କ୍ଷେତ୍ର ଭିତ୍ତିକ ଫଳ, ଚାକିରି, ନୂଆ ଦାୟିତ୍ୱ କିମ୍ବା ପଦୋନ୍ନତିର ସୁଯୋଗ ଆସିବ। ବ୍ୟବସାୟ ନୂଆ ଯୋଜନାରୁ ଲାଭ ମିଳିବ, କିନ୍ତୁ ଅନ୍ଧବିଶ୍ୱାସ କରନ୍ତୁ ନାହିଁ। ଆର୍ଥିକ ଆୟ ବଢ଼ିପାରେ, କିନ୍ତୁ ଅନାବଶ୍ୟକ ଖର୍ଚ୍ଚରୁ ନିୟନ୍ତ୍ରଣ କରନ୍ତୁ। ପ୍ରେମ ଓ ବିବାହ ଧୈର୍ଯ୍ୟ ରଖନ୍ତୁ। ତଡ଼ିଘଡ଼ି ନିଷ୍ପତ୍ତି ସମ୍ପର୍କକୁ ପ୍ରଭାବିତ କରିପାରେ। ସ୍ୱାସ୍ଥ୍ୟ ମାନସିକ ଚାପ, ନିଦ୍ରା ଅଭାବ ଓ ମୁଣ୍ଡବିନ୍ଧା ପ୍ରତି ସଚେତନ ରୁହନ୍ତୁ। ପ୍ରତିକାର ପ୍ରତି ଶନିବାର ଓଂ ରାହବେ ନମଃ 108 ଥର ଜପ କରନ୍ତୁ। ଭଗବାନ ଶିବ ଓ ମା ଦୁର୍ଗାଙ୍କୁ ଉପାସନା କରନ୍ତୁ। କଳା ତିଳ କିମ୍ବା କଳା ଉଦଳ ଡାଲି ଦାନ କରନ୍ତୁ। ରାଗ, ଅହଙ୍କାର ଓ ଭୁଲ ସଙ୍ଗତିରୁ ଦୂରେ ରୁହନ୍ତୁ। କୁମ୍ଭ ରାଶି ପାଇଁ ଏହି ସମୟ ପରିବର୍ତ୍ତନଶୀଳ ରହିବ। ସଠିକ୍ ନିଷ୍ପତ୍ତି, ଧୈର୍ଯ୍ୟ ଓ ଆଧ୍ୟାତ୍ମିକତା ରଖିଲେ ରାହୁଙ୍କ ପ୍ରଭାବକୁ ନିଜ ପକ୍ଷରେ
ବ୍ୟବହାର କରିପାରିବେ। ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଧନ୍ୟବାଦ। ହର ହର ମହାଦେବ, ବନ୍ଦେ ମାତାରାମ।